ଦର୍ଶକ ବନ୍ଧୁ, ମୁଁ ସ୍ୱାଗତ କରୁଛି ଆପଣଙ୍କୁ ସତ୍ୟପାଠ ଚ୍ୟାନେଲରେ। ଆଜି ମୁଁ ପୁଣି ନେଇ ଆସିଛି ଆପଣମାନଙ୍କ ପାଇଁ ଗୋଟେ ନୂଆ ସିରିଜ, ବାସ୍ତୁ ବିଧାନ ସିରିଜ। ଏହି ସିରିଜରେ ଆମେ ଆଲୋଚନା କରିବା ବାସ୍ତୁ ବିଜ୍ଞାନର ବିଭିନ୍ନ ଦୃଷ୍ଟିକୋଣ ଉପରେ। ଏହା କେବଳ ଘରର ଗଠନର ବିଜ୍ଞାନ ନୁହେଁ, ଏହା ହେଉଛି ଏକ ଜୀବନ ଶୈଳୀ ଯାହା ସମ୍ପୂର୍ଣ୍ଣ ପରିବେଶକୁ ସନ୍ତୁଳିତ କରେ, ଦେହ, ମନ ଓ ଆତ୍ମା ସହିତ ପ୍ରକୃତିର ଏକତା ସୃଷ୍ଟି କରେ। ଆଜି ଏହି ଭିଡ଼ିଓରେ ଆମେ ଆଲୋଚନା କରିବା ଘରର ମୁଖ୍ୟ ଦ୍ୱାର ବିଷୟରେ। ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ୱାର ସହିତ ପରିବାରର ସୁଖ ଓ ଶାନ୍ତି ନିର୍ଭର କରିଥାଏ। ମୁଖ୍ୟ ଦ୍ୱାର ସହିତ ବ୍ୟକ୍ତିଙ୍କର ଭାଗ୍ୟର ମଧ୍ୟ ସମ୍ପର୍କ ରହିଛି ବୋଲି କୁହାଯାଏ। ସେଥିପାଇଁ ଘରେ ମୁଖ୍ୟ ଦ୍ୱାରର ଦିଗ ଓ ସ୍ଥାନ ଠିକ୍ ରଖିବା ପାଇଁ ବାସ୍ତୁବିଦ୍ ମାନେ ପରାମର୍ଶ ଦେଇଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଧ୍ୟ ଆପଣଙ୍କ ଭାଗ୍ୟ ଆପଣଙ୍କ ଘରର ମୁଖ୍ୟ ପ୍ରବେଶ ଦ୍ୱାରରେ ଲେଖା ହୋଇଥାଏ। ଏଥିପାଇଁ ମୁଖ୍ୟ ଦ୍ୱାର ତିଆରି କରିବା ବେଳେ କିଛି ନିର୍ଦ୍ଦିଷ୍ଟ କଥା ଉପରେ ଧ୍ୟାନ ଦେବା ନିହାତି ଜରୁରୀ। ଆସନ୍ତୁ ଜାଣିବା ଘରର ମୁଖ୍ୟ ଦ୍ୱାରରେ କ'ଣ ସବୁ ରଖିଲେ ଏହା ଆପଣଙ୍କ ଭାଗ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ସ୍ୱସ୍ତିକ ଚିହ୍ନ। ଏହି ଚିହ୍ନ ଚାରି ଭୁଜରେ ତିଆରି ଏକ ଆକୃତି। କୁହାଯାଏ ଏହି ଚିହ୍ନ ଘରର ମୁଖ୍ୟ ଦ୍ୱାରରେ ରହିଲେ ପରିବାର ଓ ବ୍ୟକ୍ତିଙ୍କର ଭାଗ୍ୟରେଖା ବୃଦ୍ଧି ପାଇଥାଏ। ଏହା ସହ ସ୍ୱସ୍ତିକ ଚିହ୍ନ ନକାରାତ୍ମକ ଶକ୍ତିକୁ ଘରେ ପ୍ରବେଶ କରିବାକୁ ଦେଇନଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ୱାରରେ ଲାଲ କିମ୍ବା ନୀଳ ରଙ୍ଗର ସ୍ୱସ୍ତିକ ଚିହ୍ନ ଲଗାଇଲେ ଏହା ବିଶେଷ ପ୍ରଭାବଶାଳୀ ହୋଇଥାଏ ଏବଂ ମୁଖ୍ୟ ଦ୍ୱାରରେ ଦୁଇ ପାଖରେ ଲାଲ ରଙ୍ଗର ସ୍ୱସ୍ତିକ ଚିହ୍ନ ଲଗାଇଲେ ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ପରିବାର ସଦସ୍ୟଙ୍କର ସ୍ୱାସ୍ଥ୍ୟ ଠିକ୍ ରହିଥାଏ ବୋଲି ବାସ୍ତୁବିଦ୍ ମାନେ ପରାମର୍ଶ ଦିଅନ୍ତି ଏବଂ ମତ ଦିଅନ୍ତି। ଘୋଡ଼ା ନାଲ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘୋଡ଼ା ନାଲର ସମ୍ବନ୍ଧ ଶନି ଗ୍ରହଙ୍କ ସହିତ ରହିଛି। ଶନି ଦଶା ଦୂର କରିବା ପାଇଁ ଏହା ବ୍ୟବହାର କରାଯାଇଥାଏ। ଏଣୁ ଘୋଡ଼ା ପାଦରେ ପୂର୍ବରୁ ବନ୍ଧା ରହିଥିବା ନାଲର ବ୍ୟବହାର କରନ୍ତୁ। ଘରର ମୁଖ୍ୟ ଦ୍ୱାରରେ ଘୋଡ଼ା ନାଲ ଲଗାଇବା ଦ୍ୱାରା କଳହ ଦୂର ହୋଇଥାଏ। ଏହା ସହ ଗୃହ ମୁଖିଆଙ୍କର ଭାଗ୍ୟରେଖା ମଧ୍ୟ ବୃଦ୍ଧି ପାଇଥାଏ। ଶ୍ରୀ ଗଣେଶଙ୍କର ଚିତ୍ର। କିଛି ଲୋକ ଘରର ମୁଖ୍ୟ ଦ୍ୱାରରେ ଶ୍ରୀ ଗଣେଶଙ୍କର ଫଟୋ ଲଗାଇଥାନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଗଣେଶଙ୍କ ଚିତ୍ର ଲଗାଇଲେ ଘରେ ରିଦ୍ଧି ଓ ସିଦ୍ଧି ବାସ କରିଥାନ୍ତି। ଏହା ବ୍ୟତୀତ ଘରେ ଖୁସିର ପରିବେଶ ସୃଷ୍ଟି ହୋଇଥାଏ। ବାସ୍ତୁବିଦଙ୍କ ମତରେ ଘରର ମୁଖ୍ୟ ଦ୍ୱାରରେ ଗଣେଶଙ୍କର ଚିତ୍ର ଲଗାଇଲେ ଘରର ସଦସ୍ୟଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଥାଏ ଏବଂ ସଫଳତା ମଧ୍ୟ ମିଳିଥାଏ। ଆଜିର ବାସ୍ତୁ ବିଧାନରେ ଆମେ ଏହି ପରାମର୍ଶ ଏଇଠି ରଖିବା। ପୁଣି ଆଉ କିଛି ପରାମର୍ଶ ସହିତ ଦେଖା ହେବ ଦ୍ୱିତୀୟ ଭିଡ଼ିଓରେ। ତେବେ ଦର୍ଶକ ବନ୍ଧୁ ନମସ୍କାର। ବର୍ତ୍ତମାନ ପରିସ୍ଥିତିରେ ଆମ ଦେଶର ଭାରତର ସାମ୍ପ୍ରତିକ ପରିସ୍ଥିତିରେ ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ, ଆମ ଦେଶକୁ ଆଗକୁ ବଢ଼ାଇବା ପାଇଁ ଆମେ ଯେକୌଣସି ଜିନିଷ ସାମଗ୍ରୀ କିଣୁଛେ ସେ ସବୁକୁ ଆମେ ମେଡ୍ ଇନ୍ ଇଣ୍ଡିଆ ଜିନିଷ ପ୍ରତି ବା ଭାରତରେ ତିଆରି ଜିନିଷ ପ୍ରତି ଅଗ୍ରାଧିକାର ଦେଲେ ଆମ ଦେଶର ଅଭିବୃଦ୍ଧି ଓ ବିକାଶ ହୋଇପାରିବ। ତେଣୁ ଆପଣ ଯେକୌଣସି ଜିନିଷ କୌଣସି ଦୋକାନରୁ ହେଉ କିମ୍ବା ଫ୍ଲିପକାର୍ଟ, ଆମାଜନରୁ ହେଉ ଆପଣ ମେଡ୍ ଇନ୍ ଇଣ୍ଡିଆ ଜିନିଷ କିଣନ୍ତୁ। ଯଦି ମୋବାଇଲ ମେଡ୍ ଇନ୍ ଇଣ୍ଡିଆ ଆଭେଲେବୁଲ୍ ନାହିଁ ବା କୌଣସି ମୋବାଇଲ ଆପଣଙ୍କୁ ମେଡ୍ ଇନ୍ ଇଣ୍ଡିଆର କମ୍ପାନୀ ଆଭେଲେବୁଲ୍ କରୁନାହାନ୍ତି, ତାହେଲେ ଆପଣ ସାମ୍ପ୍ରତିକ ପରିସ୍ଥିତିରେ ଆମ ଭାରତର ଶତ୍ରୁ କିଏ ଏବଂ ମିତ୍ର କିଏ ଏହାକୁ ବିଶ୍ଳେଷଣ କରି ଆମ ଭାରତର ଶତ୍ରୁ ଦେଶଙ୍କ ତିଆରି କୌଣସି ଜିନିଷକୁ ନ କିଣି ଅନ୍ୟ କୌଣସି ଅପସନକୁ ବାଛନ୍ତୁ। ତେଣୁ ମୁଁ ଗୋଟେ ମେସେଜ ଦେବାକୁ ଚାହୁଁଛି ଯେ I will end my video with the message of India First Approach. ପ୍ରଥମେ ଆପଣଙ୍କର ପ୍ରଥମ ହେବା ଦରକାର ଇଣ୍ଡିଆ ଫାଷ୍ଟ ଆପ୍ରୋଚ୍। ପ୍ରଥମେ ଆମ ଦେଶ ଆମ ପାଇଁ ଆଗରେ ରହିବା ଉଚିତ। ତେଣୁ ଏତିକି କରନ୍ତୁ, ନିଶ୍ଚିତ ଭାବରେ ଆମ ଭାରତ ଆଗକୁ ଯିବ ଏବଂ ସ୍ୱାବଲମ୍ବୀ ହେବ।
ଆପଣଙ୍କର ଛୋଟିଆ ପ୍ରୟାସ ଆମ ଦେଶ ପାଇଁ ଉନ୍ନତି ଆଣିଦେବ। ଲାଇକ୍ ଆଉ ସେୟାର ସବସ୍କ୍ରାଇବ୍ କରିବେ ଯଦି ଭିଡ଼ିଓ ଭଲ ଲାଗିଲା ଏବଂ କମେଣ୍ଟରେ ଜୟ ଜଗନ୍ନାଥ ଲେଖିବାକୁ ଭୁଲିବେନି। ଥ୍ୟାଙ୍କ ୟୁ ଆଣ୍ଡ ନମସ୍କାର।